हेलो पिलाମାନେ ଆଶା କରିବି ଆପଣମାନେ ସମସ୍ତେ ବହୁତ ହି ଭଲରେ ଥିବେ। ତ ଯେଉଁ ଭିଡ଼ିଓଟି ଏଇଟା ଆପଣଙ୍କର ରହିଛି ବହୁତ ହି ଗୋଟେ ସର୍ଟ ଭିଡ଼ିଓ କ'ଣ ପାଇଁ କଲି ବାର ପିଲାମାନଙ୍କର ମେସେଜ ବାର ସେମାନେ ମୋତେ କମେଣ୍ଟ ମାଧ୍ୟମରେ ପଚାରିଲେ କି ଯେଉଁ ଆପଣଙ୍କର ଯେଉଁ ଏଇ ଇୟର୍ରେ ଯେଉଁ ପିଲାମାନେ ସବୁ ଆଡ଼ମିସନ୍ ନେଇଛନ୍ତି ବେସିକାଲି ମୁଁ କହିପାରିବି 2025-27 ବ୍ୟାଚ୍ର ଯେଉଁ ପିଲାମାନେ ନଭେମ୍ବର ମାସରେ କିମ୍ବା ଅକ୍ଟୋବର ମାସରେ ସବୁ ନେଇଛନ୍ତି ସେମାନେ ସବୁ ଆଡ଼ମିସନ୍। ତ ସେମାନେ କ'ଣ OSTT 2025 ଦେବା ପାଇଁ ଏଲିଜିବୁଲ୍ କି, ଆଉ ଯଦି ବି ସେମାନେ ଦେଉଛନ୍ତି ଦେନ୍ ଆଗକୁ ଯାଇକି କିଛି ପ୍ରୋବ୍ଲେମ୍ ହେବ କି, ସମ୍ପୂର୍ଣ୍ଣ କଥା ହେବା ପିଲାମାନେ ଏ ବିଷୟରେ ଆପଣଙ୍କର ଯାହା ବି ଡାଉଟ୍ ଅଛି ମୁଁ ଚେଷ୍ଟା କରିବି ତାକୁ କ୍ଲିଅର୍ କରିବା ପାଇଁ। ଆଣ୍ଡ ତା ପୂର୍ବରୁ କହି ରଖେ କି ଏ ଭିଡ଼ିଓଟି ଆପଣଙ୍କର ବେସିକାଲି ଆପଣମାନଙ୍କର ମାନେ ଭଲ ପାଇଁ ହିଁ କରାଯାଇଛି ପିଲାମାନେ। ତେଣୁ ଆପଣମାନେ ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ, ତାପରେ ଆପଣମାନେ ସବୁ ଇନଫର୍ମେସନ୍ ପାଇଲା ପରେ ଆପଣଙ୍କ ଇଚ୍ଛା ଆପଣମାନେ ଚାହିଁଲେ ଆପ୍ଲାଏ କରିପାରିବେ, ଆଉ ଯଦି ନ ଚାହିଁବେ ତାହେଲେ ଆପଣମାନେ ଆପ୍ଲାଏ କରିବେନି, ନେକ୍ସଟ ଇୟର୍ରେ କରିବେ। ତା ପୂର୍ବରୁ କହି ରଖେ ପିଲାମାନେ ଆପଣଙ୍କର ଯେଉଁ ବେସିକାଲି ଆପଣଙ୍କର ଯେଉଁ OSTT ରହିଛି, ଦେଖନ୍ତୁ ମୁଁ ବର୍ତ୍ତମାନ ଆପଣଙ୍କୁ OSTTର ଆପଣଙ୍କର ଯେଉଁ 2025ର ଆପଣଙ୍କର ତା'ର ଗାଇଡ଼ଲାଇନ୍ସ ଦେଖାଉଛି। ତ OSTT ବେସିକାଲି ଆପଣଙ୍କର କେଉଁମାନଙ୍କ ପାଇଁ, ଯେଉଁମାନେ ଅଲରେଡ଼ି ଆପଣଙ୍କର BEd ଯେଉଁ ବ୍ୟାଚଲର ଇନ୍ ଏଜୁକେସନ୍ ଯେଉଁଟା ରହୁଛି BEd ଅଲରେଡ଼ି ସେମାନେ ପାସ୍ କରିସାରିଥିବେ, ପାସ୍ଡ ଓର୍ ପିଲାମାନେ ଆଉ କେଉଁମାନେ ଯଦି ଆପଣମାନେ BEdକୁ ବର୍ତ୍ତମାନ ମାନେ ଲାଷ୍ଟ ଇୟର୍ରେ ଥିବେ କିମ୍ବା ପରସୁଇଂ କରୁଥିବେ, ବୁଝିପାରୁଛନ୍ତି, କଣ୍ଟିନ୍ୟୁରେ କରୁଥିବେ, ଦେନ୍ ସେଇଟା ଆମେ କହିପାରିବା କି ଆପଣ ଏଇ ଦୁଇ ଜଣ ପିଲା ହିଁ ଦେଇପାରନ୍ତି। ଗୋଟେ ହେଉଛନ୍ତି ପାସ୍ ପିଲା, ଗୋଟେ ହେଉଛନ୍ତି ଯେଉଁମାନେ କି ଷ୍ଟଡ଼ି କରୁଥିବେ। ତ ବେସିକାଲି ଯେଉଁ କହିପାରିବା ଆମେ ଷ୍ଟଡ଼ି ଯେଉଁମାନେ କରୁଥିବେ, ଗୋଟେ ତ ଆପଣଙ୍କର ଯେଉଁମାନେ କି ଲାଷ୍ଟ ଇୟର୍ରେ ଥାନ୍ତି ଯେହେତୁ BEd 2 ବର୍ଷର କୋର୍ସ, ଆଉ ଜଣେ ଯେଉଁମାନେ କି ଫାର୍ଷ୍ଟ ଇୟର୍ରେ ଥାନ୍ତି। ତ ଆମର ଯେଉଁ ରୁଲ୍ ଅନୁସାରେ 2 ଜଣ ଯାକ ଦେଇପାରିବା ଦରକାର, କିନ୍ତୁ ପିଲାମାନେ ଏଠାରେ ସେଇ ଜିନିଷଟା ଆକ୍ସେପ୍ଟ କରାଯାଇନି। କ'ଣ ପାଇଁ ପିଲାମାନେ, ଯଦି ଆପଣଙ୍କର OSTT ଆଉ ଟିକେ ଲେଟ୍ରେ ପିଲାମାନେ ହେଇଥାନ୍ତା, ଆପଣଙ୍କର ଜାନୁଆରୀ ଫେବୃଆରୀ ମାସରେ ଆପଣଙ୍କର ହେଇଥାନ୍ତା ନା ପିଲାମାନେ, ଡେଫିନେଟଲି ଆପଣମାନେ ମଧ୍ୟ ଏଲିଜିବୁଲ୍ ହେଇଥାନ୍ତେ। ମାନେ 2025ରେ ଯେଉଁମାନେ ଆଡ଼ମିସନ୍ ନେଇଛନ୍ତି ସେମାନେ ମଧ୍ୟ ଆ ପାଇଁ ଏଲିଜିବୁଲ୍ ହେଇଥାନ୍ତେ। କେମିତି ହେଇଥାନ୍ତେ ନା ଆପଣମାନଙ୍କୁ ଦେଖାଇବା ପାଇଁ ଚାହିଁବି ପିଲାମାନେ, ଆପଣମାନେ ଜାଣିଥିବେ କି ଗୋଟେ OSTT କିମ୍ବା ଆପଣଙ୍କର OTET ଆପଣମାନେ ଯେତେବେଳେ ଆପ୍ଲାଏ କରୁଛନ୍ତି ଆପଣଙ୍କୁ ଗୋଟେ କଣ୍ଟିନ୍ୟୁ ସାର୍ଟିଫିକେଟ୍ ମାଗୁଛି। ତ ସେ କଣ୍ଟିନ୍ୟୁ ସାର୍ଟିଫିକେଟ୍ରେ ଆପଣଙ୍କୁ ଏଇ ଯେଉଁ ନମ୍ବର ଗୋଟେ ଆପଣଙ୍କୁ ପକାଇବା ପାଇଁ ସେ ଦିଏ, ଏ ନମ୍ବରରେ ଆପଣଙ୍କର ଯେଉଁ ରହିଥିବ ଆପଣଙ୍କର ମାନେ ଏକ୍ଜାମ୍ ବେଳେ ଆପଣଙ୍କୁ ଯେଉଁ ଆଡ଼ମିଟ୍ କାର୍ଡ଼ ମିଳିଥାଏ ନା, ସେ ଆଡ଼ମିଟ୍ କାର୍ଡ଼ରେ ଆପଣଙ୍କୁ ଗୋଟେ ରେଜିଷ୍ଟ୍ରେସନ୍ ନମ୍ବର ମିଳିଥାଏ ପିଲାମାନେ, କିମ୍ବା ଆପଣଙ୍କର ରୋଲ୍ ନମ୍ବର ଆମେ କହିପାରିବା। ତ ସେଇ ଡିଜିଟ୍ଟାକୁ ଆମେ ଏଠି ୟୁଜ୍ କରିଥାଉ। ଯଦି ଆପଣମାନେ ବର୍ତ୍ତମାନ ଯାଏଁ ଗୋଟେ ବି ଏକ୍ଜାମ୍ ଦେଇନାହାନ୍ତି, ଆପଣଙ୍କ ରେଜିଷ୍ଟ୍ରେସନ୍ ନମ୍ବର ଇସ୍ୟୁ ହେଇନଥିବ, ତ ଆପଣଙ୍କୁ ସେ ନମ୍ବରଟା ଆପଣମାନେ କେମିତି ବସେଇବେ ପିଲାମାନେ, କଣ୍ଟିନ୍ୟୁ ସାର୍ଟିଫିକେଟ୍ ଆପଣମାନେ ଯାହା ତା ଫିଲ୍ କରିକି ଦେଇଦେବେ, ଏକ୍ଜାମ୍ ମଧ୍ୟ ଆପଣମାନେ ଦେଇପାରିବେ, କିଛି ପ୍ରୋବ୍ଲେମ୍ ନାହିଁ ପିଲାମାନେ। କିନ୍ତୁ ଏଇ ଯେଉଁ ନମ୍ବରଟି ପିଲାମାନେ କେଉଁଠୁ ଆଣିବେ, ବୁଝିପାରୁଛନ୍ତି। ତେଣୁ ଆମର ଯେଉଁ ରୁଲ୍ ଅନୁସାରେ କହିପାରିବା ଆମେମାନେ, ମୁଁ ମୋ ମନରୁ କହୁନି ପିଲାମାନେ, ପ୍ରତିବର୍ଷ ପିଲାମାନଙ୍କ ସହିତ ଏଇ ଜିନିଷ ହେଉଛି। ସେମାନେ ମଧ୍ୟ ଯେଉଁ ଆପଣଙ୍କ ସିନିୟର ଭାଇ ଭଉଣୀମାନେ ଯେଉଁମାନେ ଏଥର ଲାଷ୍ଟ ଇୟର୍ରେ ଅଛନ୍ତି, ତାଙ୍କ ବେଳେ ମଧ୍ୟ 2024ରେ ଆପଣଙ୍କର ବାହାରିଥିଲା, ବୁଝିପାରୁଛନ୍ତି, ସେମାନେ ମଧ୍ୟ ଦେଇନଥିଲେ ସେତେବେଳେ, ଯେହେତୁ ସେମାନଙ୍କ ଏକ୍ଜାମ୍ ଗୋଟେ ବି କଣ୍ଡକ୍ଟ କରାଯାଇନଥିଲା, ସେମାନେ ଏଇ ଇୟର୍ ଦେବେ। ସେମିତି ଆପଣମାନେ ମଧ୍ୟ କେମିତି ଦେବେ, କେବେ ଦେବେ ନା ଆର ବର୍ଷ ଠିକ୍ ଏଇ ଟାଇମ୍ରେ ଆପଣଙ୍କର ବାହାରିବ। ଆପଣମାନେ 2025 ଲାଷ୍ଟକୁ ପିଲାମାନେ ଆପଣମାନେ 26 ଲାଷ୍ଟକୁ ପିଲାମାନେ ଆପଣମାନେ ଦେଇପାରିବେ, ବୁଝିପାରିଲେ। ଯଦି ବି ଆପଣମାନେ ଦେଉଛନ୍ତି ଦେନ୍ କ'ଣ ହେବ ମୁଁ କହିଦେଉଛି, ଆପଣମାନେ ବସେଇଦେଲେ, ସିଗ୍ନେଚର୍ ବି ନେଇ ଆସିଲେ, ଦେନ୍ ଆପଣମାନେ ଆପ୍ଲାଏ କରିଦେଲେ, ଆପଣମାନଙ୍କର ଆଡ଼ମିଟ୍ କାର୍ଡ଼ ବାହାରି ଆସିବ, ଆପଣମାନେ ଏକ୍ଜାମ୍ ଦେବେ। କିନ୍ତୁ ପିଲାମାନେ ଏକ୍ଜାମ୍ ଦେଲା ପରେ ଆପଣମାନେ ଯାହା ବି ନମ୍ବର ରଖନ୍ତୁ, ପାସ୍ ହୁଅନ୍ତୁ, ଯେତେବେଳେ ଲାଷ୍ଟକୁ ଆପଣଙ୍କର ଚେକିଂ ହୁଏ ଗୋଟେ ଆପଣଙ୍କର, ସେଥିରେ ଆପଣମାନେ ଯଦି କଟିଗଲେ, ଆପଣମାନେ ମନେ ରଖନ୍ତୁ ଆପଣଙ୍କର ସାର୍ଟିଫିକେଟ୍ ବି ଆପଣଙ୍କର ଆସିଯିବ, ସେଇଟା ଆପଣଙ୍କର ଭ୍ୟାଲିଡ଼ ହେବନି। କାହିଁକି କହିଲି ମୁଁ ପିଲାମାନେ, ଯେତେବେଳେ ଆପଣମାନେ CBT ଏକ୍ଜାମ୍ ଦେଇକି ଆପଣମାନେ କ୍ଲିଅର୍ କରିବେ, ଇଣ୍ଟରଭ୍ୟୁକୁ ଯିବେ, ଯେତେବେଳେ ଆପଣଙ୍କର DV ଚେକ୍ ହେବ, ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ, ସେତେବେଳେ ସେମାନେ ଚେକ୍ କରିବେ କି ଆପଣଙ୍କର ଯେଉଁ OSTT ସାର୍ଟିଫିକେଟ୍ କେବେ, ଆଉ ଆପଣ BEd ଆଡ଼ମିସନ୍ ନେଇଥିବେ ସେଇ ଇୟର୍ରେ, ବୁଝିପାରୁଛନ୍ତି, ତା'ର ଇୟର୍ ସେମାନେ ଚେକ୍ କରିବେ। ଇୟର୍ ଯଦି ଆପଣଙ୍କର ସେମ୍ ହେଇଗଲା ପିଲାମାନେ, ଦେନ୍ ସେମାନେ ରିଜେକ୍ଟ କରିଦେବେ, ଯେହେତୁ ତୁମେ ଗୋଟେ ବି ଦେଇନଥିଲ, ତ କେମିତି ତୁମମାନେ ଦେଲ, ବୁଝିପାରିଲେ ମୋ କଥାଟା, କ୍ଲିଅର୍ ହେଇଥିବ ଆପଣମାନେ ସମସ୍ତେ। ତେଣୁ ମୋର କହିବା କଥା, ଆପଣମାନେ ଯଦି ନିଜର ଏକ୍ସପେରିଏନ୍ସ ପାଇଁ କିଛିଟା ଏକ୍ସପେରିଏନ୍ସ ଗେନ୍ କରିବା ପାଇଁ ଚାହୁଁଛନ୍ତି, ଆପଣମାନେ ଏକ୍ଜାମ୍କୁ ଦେଇପାରିବେ, କିଛି ପ୍ରୋବ୍ଲେମ୍ ନାହିଁ ସେମିତି। ବଟ୍ ସାର୍ଟିଫିକେଟ୍ ଯେ ଆପଣଙ୍କର ଭ୍ୟାଲିଡ଼ ହେବ ସେଇଟା କେବେ ବି ନୁହଁ। ଆଉ ଯିଏ ବି ଆପଣଙ୍କୁ କହୁଛି ସେଇଟା ହେଉଛି ରଙ୍ଗ ଇନଫର୍ମେସନ୍ ଆପଣଙ୍କୁ ଦିଆଯାଉଛି। ଆପଣମାନେ ଅଯଥା ପଇସା ଏଥର ବଢ଼ିଛି ପିଲାମାନେ, 900 ଟଙ୍କା ଲେଖା ଜେନେରାଲ୍ ଆଉ SC BC ପିଲାମାନଙ୍କ ପାଇଁ। ତେଣୁ ଆପଣମାନେ ଦେଖି ଚାହିଁକି ଆପ୍ଲାଏ କରନ୍ତୁ।
जदि भी आपको किए कहूँ कि ना तू एप्लाय कर हो आपण निज रिस्क रे करंतु मु आपको सजेसन देवा कथा कि आपण मैंने गोटे वर्ष वेट कर जातु आर वर्ष भी आपण मैंने देवे बुझीपार प्रति वर्ष OSTT बाहर तेणु बस वेट करूँ कहीं भी छानिया मानिया हो पकातुनि ये आपण सजेसन पिला माने आउ जदि किसी आपण मानकर डाउट थाए निश्चित भाव मत कमेंट माध्यम जनइबे पुणी गोटे नेक्स्ट वीडियो आपण सहित देखा ता पूर्व कही रख जदि आप चैनल नुआ चैनल टी सब्सक्राइब करने सहित आम टेलीग्राम चैनल जॉइन होगापी भूलें। जय जगन्नाथ।